ତମମାନେ ସମସ୍ତଙ୍କୁ ହାପି ନ୍ୟୁ ଇୟର୍ ନୂଆ ବର୍ଷର ଅନେକ ଅନେକ ଶୁଭେଚ୍ଛା। ଯା ଆପଣ ମଧ୍ୟ ବି ନୂଆ ବର୍ଷର ଅନେକ ଅନେକ ଶୁଭେଚ୍ଛା। ହଉ ହଉ, ହେଲେ ମୁଁ ଦେଖୁଛି ଏ ନୂଆ ବର୍ଷରେ ତମମାନଙ୍କର ସମସ୍ତଙ୍କ ମନ ଦୁଃଖ କ'ଣ ହେଇଛି? ଅଜା, ବର୍ଷ ତ ବଦଳିଗଲା, ହେଲେ ଆମର କିଛି ବଦଳ ହେଲାନି। କିଛି ବଦଳ ହେଲାନି ମାନେ ମୁଁ ବୁଝିପାରୁନି, ଭଲ କରି କୁହ ମୋତେ ଟିକେ। ଅଜା, ଆମର ସବୁ ବିଭିନ୍ନ ସମସ୍ୟା। ସମସ୍ୟା? କି ସମସ୍ୟା? ଏପଟେ ପରିବାର ଚଳେଇବାର ସମସ୍ୟା, ସେପଟେ ପାଠ ପଢ଼ାର ସମସ୍ୟା, ଆହୁରି ଏଭଳି ଅନେକ ଅନେକ ସମସ୍ୟା ଆସୁଛି। କେମିତି ସମାଧାନ ହେବ ଆମେ କିଛି ଜାଣିପାରୁନୁ। ଏଇ କଥା, ସମସ୍ୟା ତ ଆସିବ, ହେଲେ ତାର ସମାଧାନ ବାଟ ବି ଖୋଲିବ। ଯେମିତି ଜନ୍ମ ଆସେ ତାପରେ ମୃତ୍ୟୁ ବି ଆସେ, ସେଭଳି ସମସ୍ୟା ଆସିବ ମାନେ ତାର ସମାଧାନ ବାଟ ବି ଖୋଲିବ। ଆଉ ଏଇ ବିଷୟରେ ମୋ ପାଖରେ ବଢ଼ିଆ କାହାଣୀ ଅଛି। ତମମାନେ ଯଦି ମୋତେ କହିବା ପାଇଁ ତାହେଲେ ମୁଁ କହିବି ଆଉ। ହଁ ଅଜା, ଆଉ ଲେଟ୍ କରନା, କାହାଣୀ ଶୁଣାଅ, ଆମେ ଶୁଣିବୁ ଆଉ ମଧ୍ୟ କିଛି ଶିଖିବୁ। ହଉ, ମୁଁ କାହାଣୀଟି ଏବେ ଆରମ୍ଭ କରୁଛି। କାହାଣୀଟିର ନାମ ହେଲା ସମସ୍ୟାର ସମାଧାନ କେମିତି ହେବ। ବହୁଦିନ ତଳର କଥା। ଗୋଟେ ବିରାଟ ଜଙ୍ଗଲରେ ଗୋଟେ ହରିଣ ଚରି ବୁଲୁଥାଏ। ଆଉ ସେ ଘାସ ଖାଉ ଖାଉ ତାକୁ ଜୋରରେ ଶୋଷ ଲାଗିଲା। ଆଉ ସେ ପାଣି ପିଇବା ପାଇଁ ସେ ଜଙ୍ଗଲର ଗୋଟେ ଝରଣା ଆଡ଼କୁ ଗଲା। ଆଉ ସେହି ଜଙ୍ଗଲରେ ସେ ହରିଣଟିକୁ ଦେଖି ଗୋଟିଏ ବାଘ ତାର ପଛେ ପଛେ ଯାଉଥାଏ। ଆଉ ବାଘ ପଛେ ପଛେ ଆସୁଥିବା ଦେଖି ହରିଣଟି ପୁରା ଡରିଗଲା। ଆଉ ସେଇ ହରିଣଟି ଟିକିଏ ଆଗକୁ ଯାଇଛି, ଗୋଟେ ଝରଣା ଆସିଲା। ଆଉ ସେ ଝରଣା ପାଖରେ ଗୋଟେ ଶିକାରୀଟି ତୀର ଧରି ବସିଛି। ସେ ହରିଣ ମନେ ମନେ ଭାବୁଥାଏ, ଆଜି ମୁଁ ମଲି, ମୋ ପାଖରେ ଗୋଟିଏ ପରେ ଗୋଟିଏ ସମସ୍ୟା ଆସିବାକୁ ଲାଗୁଛି। ତଥାପି ସେ ପାଣି ପିଇବା ପାଇଁ ଆଗକୁ ଆଗକୁ ଚାଲିଥାଏ। ଆଉ ସେ ମନେ ମନେ ଭାବୁଥାଏ, ଦୁଇଟି ବାଟ ତ ବନ୍ଦ ହୋଇଗଲା, ଆଉ ଗୋଟିଏ ବାଟ ଅଛି, ସେଇପଟେ ଦୌଡ଼ି ପଳାଇବି ଆଉ। ହେଲେ ଟିକିଏ ଆଗକୁ ଯାଇ ସେ ବାଟଟି ଦେଖିଲା ବେଳକୁ ସେ ବାଟରେ ନିଆଁ ଲାଗିଛି। ଆଉ ସେ ନିଆଁ ପାର ହୋଇ ଯିବା ବି ସମ୍ଭବ ନୁହେଁ। ଅଜା, ସେ ହରିଣଟି କ'ଣ କଲା ପୁଣି? ହଁ କହୁଛି, ସେ ହରିଣଟି ସବୁ କଥା ଭୁଲି ପାଣି ପିଇବା ପାଇଁ ସେ ଝରଣା ପାଖକୁ ଗଲା। ଆଉ ପାଣି ପିଇଲା। ଯେମିତି ପାଣି ପିଇ ସାରିଛି, ଆକାଶରେ ପୁରା କଳା ବାଦଲ ଖେଳିଗଲା। ଆଉ ଜୋରରେ ମେଘ ହେବାକୁ ଲାଗିଲା। ଆଉ ମେଘ ହେବା ଫଳରେ ଶିକାରୀଟି ତରତର ହୋଇ ସେ ହରିଣ ଆଡ଼କୁ ତୀର ଚଲେଇବାକୁ ଲାଗିଲା। ହେଲେ ତୀରଟି ଲକ୍ଷ୍ୟଭେଦ ହୋଇ ବାଘଟିରେ ଲାଗିଲା। ଆଉ ବାଘଟି ହରିଣକୁ ଛାଡ଼ିକି ସେ ଶିକାରୀ ଆଡ଼କୁ ଦୌଡ଼ିବାକୁ ଲାଗିଲା। ଏପଟେ ଜୋରରେ ମେଘ ହେବା ଫଳରେ ଜଙ୍ଗଲ ଲାଗିଥିବା ନିଆଁ ଆପେ ଆପେ ଲିଭିଗଲା। ଏହା ଦେଖି ହରିଣ ମନେ ମନେ ଭାବୁଥାଏ, ମୋ ପାଖରେ ଏବେ କେତେ ସମସ୍ୟା ଥିଲା, ହେଲେ ଆଖି ପିଛୁଳାରେ ସବୁ ସମାଧାନ ହୋଇଗଲା। ହରିଣଟି ପେଟ ଭରା ପାଣି ପିଇଲା ଆଉ ସେ ଜଙ୍ଗଲରୁ ଚାଲିଗଲା। ଏ କାହାଣୀରେ ଆମେ କ'ଣ ଶିଖିଲେ? ହରିଣ ପାଖରେ କେତେଟା ସମସ୍ୟା ଆସିଥିଲା, 3ଟି ସମସ୍ୟା ଆସିଥିଲା, ହେଲେ ଆଖି ପିଛୁଳାରେ ସବୁ ସମାଧାନ ହୋଇଗଲା। ଆଉ ହରିଣଟିର ଏ ସମସ୍ୟା ଆସୁ ଆସୁ ସେ ବ୍ୟସ୍ତ ହୋଇ ୟା ସିଆଡ଼େ ଦୌଡ଼ରେ ଲାଗିଥାନ୍ତା, ତାହେଲେ ତାର କ'ଣ ସମସ୍ୟା ସମାଧାନ ହୋଇଥାନ୍ତା? ଆଉ ସେ ତାର ସମସ୍ୟା ସମାଧାନ ବାଟ ଖୋଜୁଥାଏ ଆଉ ତା କାମରେ ଆଗେଇ ଚାଲୁଥାଏ। ଆଉ ଶେଷରେ ତାର ସମସ୍ୟାର ସମାଧାନ ବି ହେଲା। ବୁଝିଲେ? ତମ ସମସ୍ୟା ଆସୁଛି, ତା ସମାଧାନ ବାଟ ଖୋଜ, ଦେଖିବ ଆପେ ଆପେ ସମସ୍ୟାର ସମାଧାନ ହେଇଯିବ। ହଉ, ତମମାନେ ଏଥର ଘରକୁ ଯାଅ। ଆଜି ପାଇଁ ଭିଡ଼ିଓଟି ଏତିକି।